नमस्कार, ମୁଁ ଡକ୍ଟର ଦୀପ୍ସା ମିଶ୍ରା, ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍ ସେଣ୍ଟର ଭୁବନେଶ୍ୱରର ହେଡ୍ ଆଣ୍ଡ ଚିଫ୍ କନସଲଟାଣ୍ଟ। ଥର୍ଡ ଆନିଭର୍ସରୀ ଆମ ପାଇଁ ଏଇଟା ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଦିନ, କାହିଁକିନା ଆମେ ଯେତେବେଳେ ଷ୍ଟାର୍ଟ କରୁଥିଲୁ ଫାର୍ଷ୍ଟ ଗୋଟେ ହୋପ୍ ଥିଲା କି କେମିତି ଆମର ଓଡ଼ିଶାବାସୀଙ୍କ ପାଇଁ ଗୋଟେ ଏମିତି ଆମେ ଅର୍ଗାନାଇଜେସନ୍ ଆଣିବା ବା ଇନଷ୍ଟିଟ୍ୟୁସନ୍ ଆଣିବା ଯୋଉଠି ଗୋଟେ ରୁଫ୍ ତଳେ ଆମେ ଯେତିକି ଏଭିଡେନ୍ସ ବେସ୍ଡ ୱାର୍ଲଡ କ୍ଲାସ୍ ଟେକ୍ନୋଲୋଜି ଆଣିପାରିବା, ଫାସିଲିଟି ଆଣିପାରିବା, ଯୋଉମାନଙ୍କ ପାଇଁ ଇନଫର୍ଟିଲିଟି ଗୋଟେ ପ୍ରୋବ୍ଲେମ ରହୁଛି ତାଙ୍କୁ କେମିତି ଆମେ ଗୋଟେ ଅଫୋର୍ଡେବଲ୍ ଟ୍ରାନ୍ସପେରେଣ୍ଟ ପ୍ରାଇସିଂରେ ଆମେ ହେଲ୍ପ କରିପାରିବା ଟୁ ଅଚିଭ୍ ଦ ଡ୍ରିମ୍ସ। ଆଉ ସେଇଟା ଏଇ 3 ବର୍ଷ ଭିତରେ ବହୁତ ମାତ୍ରାରେ ଆମେ ଅଚିଭ୍ କରିଯାଇଛୁ। ପାଖାପାଖି 8,000ରୁ 10,000 ଭିତରେ ଆମେ ପେସେଣ୍ଟ ଦେଖି ସାରିଲେଣି। ଆଉ ସେ ଭିତରେ ବହୁତ ହାଇ ସକ୍ସେସ୍ ରେଟ୍ସ ରହୁଛି। ଆଉ ପ୍ରାୟ ୟାର କ୍ରେଡିଟ୍ ଯାଉଛି ଯେତିକି ଆମର ଟିମ୍ ଅଫ୍ ଡକ୍ଟର୍ସ ଅଛନ୍ତି with very high qualifications, ଆମର ଯେତିକି ଲ୍ୟାବ୍ ହେଲ୍ଥ ମେଣ୍ଟେନ୍ ହେଉଛି, ବହୁତ ଇଣ୍ଟିଗ୍ରେଟେଡ୍ ଫାସିଲିଟିଜ୍ ରହୁଛି। ଆଉ ସବୁଠୁ ବଡ଼ ହେଉଛି ଯୋଉ ଟ୍ରଷ୍ଟ ରହିଛି ଆମ ପେସେଣ୍ଟ ମାନଙ୍କର ଆମ ପ୍ରତି, ସେଇଟା ଧୀରେ ଧୀରେ ଆମକୁ ବହୁତ ଗ୍ରୋଥରେ ହେଲ୍ପ କରୁଛି। ସୋ ଆଇ ହୋପ୍ ଯେତିକି ଆମର ଫାସିଲିଟିଜ୍ ଯେମିତି ଆଡଭାନ୍ସ ଲାପ୍ରୋସ୍କୋପି ହେଲା, ଆଇଭିଏଫ୍ ହେଲା, ଇକ୍ସି ହେଲା, ଜେନେଟିକ୍ ଟେଷ୍ଟିଂ ହେଲା, ଆଉ ଏପରିକି ଆମର ସରୋଗେସି ବି ଆମେ କହିବାକୁ ଗଲେ ଫର୍ଷ୍ଟ ସେଣ୍ଟର ଓଡ଼ିଶାର ଯିଏ ରେଜିଷ୍ଟର୍ଡ ହେଇଯାଇଛୁ। ସୋ ଅଲ୍ ଫାସିଲିଟିଜ୍ ଯେତିକି ଫର୍ଟିଲିଟି ବା ଇନଫର୍ଟିଲିଟି ପାଇଁ ଦରକାର ଅଛି ସବୁ ଜିନିଷ ଏଠି ଗୋଟେ ରୁଫ୍ ତଳେ ହିଁ ଆଭେଲେବଲ୍ ଅଛି। ଆଉ ଏ 3 ବର୍ଷ ଭିତରେ ଏଇଟା ଗୋଟେ ବହୁତ ବଡ଼ ଆଚିଭମେଣ୍ଟ ଆଇଗେସ୍। ଯେକୌଣସି ଦମ୍ପତି ଧର 1 ଇୟର ଟ୍ରାଏ କଲେଣି ପ୍ରେଗନେନ୍ସି ପାଇଁ ଆଉ ସେ ଅଚିଭ୍ କରିପାରୁନାହାନ୍ତି, ତାହେଲେ ନିହାତି ତାଙ୍କୁ ଗୋଟେ ଥର ଇଭାଲୁଏସନ୍ ବା ଟେଷ୍ଟ କିଛିଟା କରିବା ଦରକାର। ଆଉ ଯଦି ଫିମେଲର ବା ୱାଇଫର ବୟସ 35 ଉପରକୁ ପଳଉଛି, ତାହେଲେ 6 ମାସ ଭିତରେ ହିଁ ଯଦି ଟ୍ରାଏଲରେ ପ୍ରେଗନେନ୍ସି ରହୁନି ତାହେଲେ ସେ ନିହାତି ଦେଖିବା ଦରକାର। ତ ଆଇଭିଏଫ୍ ଗୋଟେ ଏମିତି ପ୍ରକାର ଆଇଭିଏଫ୍ ଗୋଟେ ଏମିତି ଆଡଭାନ୍ସ ଟ୍ରିଟମେଣ୍ଟ ଯୋଉଟା ବହୁତ କ୍ଷେତ୍ରରେ ଯୋଉ ଦମ୍ପତି ମାନଙ୍କର ଆମେ କିଛି କାରଣ ଧରି ପାରୁନେ କି କାହିଁକି ପ୍ରେଗନେନ୍ସି ରହୁନି, ଯୋଉଟାକୁ ଅନଏକ୍ସପ୍ଲେନ୍ ଇନଫର୍ଟିଲିଟି କୁହାହଉଛି, ସେଇଥିରେ ତାଙ୍କୁ ହେଲ୍ପ କରାହଉଛି। କାହିଁକିନା ଫର୍ଟିଲାଇଜେସନ ଡିଫେକ୍ଟ ଆମେ ଆଇଭିଏଫ୍ ଦ୍ୱାରା ବାଇପାସ୍ କରି ଯାଉଛୁ। ତା ବାଦେ କେତେଟା ବହୁତ ରୋଗ ଅଛି ଯୋଉଟା ସିଭିୟର ଫର୍ମ ଏଣ୍ଡୋମେଟ୍ରିଓସିସ୍ ହେଲା, ସିଭିୟର ପିସିଓଡି ହେଲା, ଯୋଉମାନଙ୍କର ପୁରୁଷ ମାନଙ୍କର ବେଶୀ ପ୍ରୋବ୍ଲେମ ରହୁଛି, ତାଙ୍କ ମାନଙ୍କ ପାଇଁ ଏଇଟା ଗୋଟେ ବହୁତ ବଡ଼ ହୋପ୍ ବାନ୍ଧି ଦଉଛି। କାହିଁକିନା ସେଇ କ୍ଷେତ୍ରରେ ଆମେ ବହୁତ କମ୍ ପରିମାଣ ଶୁକ୍ରାଣୁରେ ମଧ୍ୟ ବା ବହୁତ କମ୍ ପରିମାଣ ଅଣ୍ଡାରେ ମଧ୍ୟ ନିଜର ବାୟୋଲୋଜିକାଲ ଚାଇଲ୍ଡ ପାଇପାରୁଛେ। ତ ଏଇ ପଦ୍ଧତିଟା ବହୁତ ବଡ଼ ବୁନ୍ ହେଇଯାଉଛି। ଅଫକୋର୍ସ ଗୋଟେ ସୋସିଆଲ ଟାବୁ ରହିଛି, ଲୋକମାନଙ୍କ ମନରେ ବହୁତ ଅଲଗା ପ୍ରକାର ଚିନ୍ତାଧାରା ବି ରହି ଆସିଛି ପ୍ରାୟତଃ ଗାଁ ଗହଳିରେ କି ଆଇଭିଏଫ୍ ମାନେ କିଛି ଗୋଟେ ଖରାପ ପ୍ରକାର ଟ୍ରିଟମେଣ୍ଟ କରାହଉଛି, ଯେ ତାଙ୍କ ଅଂଶ ଗୁଡ଼ା ବଦଳି ଯାଉଛି ବା କିଛି ମିକ୍ସ ଆଣ୍ଡ ମ୍ୟାଚ୍ ହଉଛି। ଯୋଉଟା ମୁଁ ଡେଫିନେଟଲି କହିବି ଆପଣଙ୍କର ଏଇ ଚ୍ୟାନେଲ ମାଧ୍ୟମରେ କି ଆଇଭିଏଫ୍ ଗୋଟେ ବହୁତ ବଡ଼ ମାଧ୍ୟମ ଯୋଉଟା ଆପଣଙ୍କ ନିଜ ଅଂଶରେ ଆପଣ ବାୟୋଲୋଜିକାଲ ଚାଇଲ୍ଡ ପାଉଛନ୍ତି। ଯୋଉ ଟ୍ରିଟମେଣ୍ଟ ଗୁଡ଼ା ସମ୍ଭବ ହଉନି ବା ଯୋଉ ଅସୁବିଧା ଗୁଡ଼ା ଟ୍ରିଟମେଣ୍ଟ ହେଇପାରୁନାହାନ୍ତି ସାଧାରଣ ଚିକିତ୍ସାରେ, ସେଇ ପ୍ରୋବ୍ଲେମ ଗୁଡ଼ାକୁ ଆଇଭିଏଫ୍ରେ ଟ୍ରିଟ୍ କରାହଉଛି, ଇଭାଲୁଏଟ୍ କରାହଉଛି। ଆଉ ଅଲମୋଷ୍ଟ ଆଜିକା ଯୁଗରେ ୟାର ସକ୍ସେସ୍ ରେଟ୍ ଗୋଟେ ଭଲ ଏଜ୍ ଗ୍ରୁପ୍ରେ ମୋର୍ ଦେନ୍ 60 to 70% ଆସିଲାଣି। ତ ନିହାତି ସେମାନେ ସବୁ ଆଗେଇ ଆସିବା କଥା। ନିହାତି କଷ୍ଟ, କାରଣ ଏଇଟା ସାଧାରଣ ଜ୍ଞାନ କି ଆମ ଭାରତୀୟ ସ୍ତ୍ରୀଙ୍କର ବୟସ 35 କ୍ରସ୍ କଲା ମାନେ ତାଙ୍କର ଏଗ୍ କ୍ୱାଲିଟି କମିବା ଷ୍ଟାର୍ଟ ହୁଏ। ଆଉ ଯଦି 38 ବା 40 କ୍ରସ୍ କଲେଣି ତ ପ୍ରାୟ 90% ଲେଡିଜ୍ ମାନଙ୍କର ଏଗ୍ କାଉଣ୍ଟ ବହୁତ କମି ଯାଇଥାଏ। ଆଉ କମ୍ ସଂଖ୍ୟା ଖାଲି ନୁହଁ, ଏଇମାନଙ୍କ ଭିତରେ ବହୁତ ଜେନେଟିକ୍ ଅବନର୍ମାଲିଟି ବି ଆସିଯାଇଥାଏ। ସେଥିପାଇଁ ସାଧାରଣତଃ 40 ବର୍ଷ ପରେ ଯୋଉମାନେ କନସିଭ୍ କରନ୍ତି, ସେଇ ପିଲାମାନଙ୍କ ମାନସିକ ଦୁର୍ବଳତା ବା ମିସକାରେଜ୍ ରେଟ୍ ବି ବହୁତ ଅଧିକା ଥାଏ। ତ ଆଇଭିଏଫ୍ ଦ୍ୱାରା କ'ଣ ସମ୍ଭବ ନା, ଯଦି ୟାଙ୍କର ଏପର୍ଯ୍ୟନ୍ତ ମେନୋପଜ୍ ହେଇନି, ତାହେଲେ ଆମେ ନିଜ ଅଣ୍ଡାରେ ବି ଗୋଟେ ଭ୍ରୂଣ ଯଦି ଭଲ ବନିଲା ତାର ଜେନେଟିକ୍ ଟେଷ୍ଟ କରିପାରିବା, ଯୋଉଟାକୁ PGTA କୁହନ୍ତି। ଆଉ ଅଗେନ୍ ଗୋଟେ ହେଲ୍ଦି ପ୍ରେଗନେନ୍ସି ଅଚିଭ୍ କରିପାରିବା। କିନ୍ତୁ ଯୋଉ ସ୍ତ୍ରୀ ଲୋକ ମାନଙ୍କର ମେନୋପଜ୍ ହେଇଗଲାଣି, ସେମାନଙ୍କର ଅଣ୍ଡା ସରିଯାଇଥାଏ, ତ ତାଙ୍କ ପାଇଁ ଡୋନର ସର୍ଭିସ୍ ଆଭେଲେବଲ୍ ଅଛି। ଟେଷ୍ଟିଂ ନୁହଁ, ଏଟାକୁ କହନ୍ତି ଟେଷ୍ଟ ଟ୍ୟୁବ୍ ବେବି ବା ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ ବା ଆଇଭିଏଫ୍ ବେବି। ତ ଏଇଥିରେ ଆମେ କ'ଣ କରୁ ନା, ପୁରୁଷଙ୍କ ଦେହରୁ ଶୁକ୍ରାଣୁଟା ନଉ ଆଉ ସ୍ତ୍ରୀ ଲୋକଙ୍କ ଦେହରୁ ଅଣ୍ଡାଟି ନଉ। ଯୋଉ ଦମ୍ପତି ମାନଙ୍କର ଅଣ୍ଡା ଶୁକ୍ରାଣୁ ଦେହ ଭିତରେ ବା ଗର୍ଭାଶୟ ଭିତରେ ଗୋଟେ ଭ୍ରୂଣ ରେଜଲ୍ଟ କରିପାରୁନି, ସେଇ ଷ୍ଟେପଟାକୁ ଆମେ ବାହାରେ କରିଦଉଛୁ। ତ ଆମେ ଶୁକ୍ରାଣୁ ନଉଛୁ, ଅଣ୍ଡା ନଉଛୁ, ବାହାରେ ଫର୍ଟିଲାଇଜ କରିଦଉଛୁ, ଆଉ ତାପରେ ଯୋଉ ଭଲ ଭ୍ରୂଣଟି ରେଜଲ୍ଟ କରେ ତାକୁ ନେଇକି ୟୁଟ୍ରସ୍ ଭିତରେ ଛାଡ଼ି ଦଉଛୁ। ଏଇଟାକୁ ଟେଷ୍ଟ ଟ୍ୟୁବ୍ ବେବି କୁହନ୍ତି।